राज्य सरकार कोटी कोटी टଙ୍କା खर्च କରି ଜଙ୍ଗଲ ଭିତରେ ରାସ୍ତା କରୁଛନ୍ତି। ଯୋଉ ଆଦିବାସୀ ଅଛନ୍ତି ଆଦିବାସୀ ବହୁଳ ଅଞ୍ଚଳ କହିଲେ ତୁମୁସିଙ୍ଗା ପଞ୍ଚାୟତର ମହୁଲନଗର ରଘୁଆ ବିଲ ଏବଂ ଫିଲ୍ଡ ସାହି ଏଇ ସାହି ମାନଙ୍କ ଦେଇ ଏକ ରାସ୍ତା ଯାଉଛି ଯାହାକି କଦଳୀପାଳରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ। କିନ୍ତୁ ଦେଖିବାକୁ ଗଲେ ଏହା ହେଉଛି ନିମ୍ନମାନର ଯୋଉ ପିଚୁ ପଡୁଛି ପିଚୁଟି ଅତ୍ୟନ୍ତ ନିମ୍ନମାନର ହେଉଛି ଯାହାକି ଯେଉଁ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ ଅଛି ମହୁଲନଗର ଫିଲ୍ଡ ସାହି ସେମାନେ ଯୋଉ ଅଛନ୍ତି ବ୍ୟକ୍ତିମାନେ ଅଛନ୍ତି ସେମାନେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି। ଏବଂ ଦେଖନ୍ତୁ ମୁଁ ବାସ୍ତବ ଚିତ୍ର କହିବି ଯେ କ୍ୟାମେରା ପର୍ସନ କହିବି ଦେଖେଇବେ ସେ ଯୋଉ ପିଚୁ ପଡିଛି ପିଚୁ କୋଉ ଭଳି ଭାବରେ ପିଚୁ ପଡିଛି ଯାହାକି ବିନା ଶାବଳରେ ହାତ ମାରିଲେ ଉଠି ଯାଉଛି। ଦେଖନ୍ତୁ ପିଚୁ ଏ ଯୋଉ ପିଚୁ ପଡିଛି ମାତ୍ର ଇଞ୍ଚେ 2 ଇଞ୍ଚରେ ପିଚୁଟି ପଡିଛି ଯାହାକି ଯୋଉମାନେ ଜନସାଧାରଣ ଅଛନ୍ତି ଆଦିବାସୀ ଯୋଉ ଲୋକ ଅଛନ୍ତି ସେମାନେ ଦେଖନ୍ତୁ ହାତରେ ତାକୁ ଧରିକି କାଢୁଛନ୍ତି କୌଣସି ଶାବଳ ବି ଦରକାର ହେଉନି। ଦେଖନ୍ତୁ ଯେଉଁ ଅଠାଟି ପେଷ୍ଟ ହବା କଥା ବୋଧେ ଅଠାଟି ପେଷ୍ଟ ଦିଆଯାଇନି ବୋଲି ଏ ଯୋଉ ପିଚୁ ଉଠୁଛି ସମ୍ପୂର୍ଣ୍ଣ ନିମ୍ନମାନର କହିବାକୁ ଗଲେ ଏଠି ଯେ ଅଛନ୍ତି ଯୋଉ ଠିକାଦାର ଅଛନ୍ତି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ଏଭଳି କାର୍ଯ୍ୟ ହେଇଛି ଯାହାକି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସାଧାରଣ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କିନ୍ତୁ ଯୋଉ ଠିକାଦାର ଅଛନ୍ତି ତାଙ୍କର ମନମାନି ତାଙ୍କର ପକେଟ ଗରମ ପାଇଁ ଆଜି ଏଭଳି କାମ ଅଛି। ଏ ଯୋଉ ଅଧିକଣ ଯନ୍ତ୍ରୀ ଅଛନ୍ତି ତାଙ୍କର ବି ନଜର ପଡୁନି ଏଠି ଯିଏ ଅଛନ୍ତି ଜଣେ ଆଦିବାସୀ ଯିଏ ଆମର ଅଛନ୍ତି ଭାଇ ଜଣେ ଅଛନ୍ତି ତାଙ୍କୁ ପଚାରିବା ଆପଣଙ୍କ ନାଁଟା କଣ? ମୋ ନାଁ ଗଙ୍ଗାଧର ପୂର୍ତ୍ତି ମହୁଲ ତୁମସିଙ୍ଗା ଜିପି। ମୁଁ ଜଣେ ମହୁଲନଗର ଆମ ଗାଁର ସଭାପତି ଜଣେ। ଯୋଉ ରାସ୍ତା ହେଉଛି ଏଠିକାର ଯୋଉ ଠିକାଦାର ଯିଏ କରୁଛନ୍ତି କାମ କରୁଛନ୍ତି କିନ୍ତୁ ଏଠିକାର ଯୋଉ ଅଧିକାରୀ ଅଛନ୍ତି ସରକାରୀ ଅଧିକାରୀଙ୍କର ନଜର ପଡିଛି ନା ନଜର ପଡିଛି? ତ ଏଇ ଯୋଉ ରାସ୍ତା ଆରଡି ରାସ୍ତା କଦଳୀପାଳ ଟୁ କେଞ୍ଚୁଡ଼ି କାଇଁ ମୁଁ ଯୋଉ ଏତେ ଦିନ କାମ ଭିତରେ କାଇଁ ମୁଁ ମାନେ ମୁଁ ଦେଖିପାରିନି ସେ ତଦାରଖ ବି କରୁନାହାନ୍ତି। ତ ଜିନିଷ ହେଲା ଗତକାଲି ଆମର ପିଚୁ କାମ ହେଲା ତ ପିଚୁ କାମ ହେଲେ ବି ସେ କନିଷ୍ଠ ଯନ୍ତ୍ରୀ ଆସିନାହାନ୍ତି। ତ ମାନେ ଯୋଉ କାମଟା କଲେ ସେ ହାଫ୍ ଇଞ୍ଚରେ କାମ କରିଛନ୍ତି କରିକି ଦେଖୁନ ତ ହାତରେ ଉଠି ଯାଉଛି। ଆପଣ ନିଜେ ଦେଖୁଛନ୍ତି ସରକାର ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଆଦିବାସୀ ମାନଙ୍କ ଡେଭଲପ ପାଇଁ କିନ୍ତୁ ଏଇ ଯୋଉ କଣ୍ଟ୍ରାକ୍ଟର ମାନେ ଯୋଉ ରହିଲେ ସେମାନେ ମନମାନି କାର୍ଯ୍ୟ କରୁଛନ୍ତି। ସେ ଆମେ ମାନେ ଯଦି ତା କଣ୍ଟ୍ରାକ୍ଟରକୁ କହିଲେ ସେ ନାଲି ଆଖି ଆମକୁ ଦେଖାଉଛନ୍ତି ତମେ କିଏ ଆପଣ ଏଇଭଳିଆ କଥା କହୁଛନ୍ତି। ଯୋଉ ଠିକାଦାର ଅଛନ୍ତି ଠିକାଦାରଙ୍କୁ ଜଣାଇଲେ କିନ୍ତୁ ଅଧିକାରୀ ଅଛନ୍ତି ଅଧିକାରୀ ଅଛନ୍ତି ଅଧିକାରୀଙ୍କୁ କହିଛନ୍ତି ନା କହିନା? ଅଧିକାରୀକୁ ଫୋନ ସେ ରିସିଭ କରୁନାହାନ୍ତି କାଲି ଫୋନ ଆଜି ବି ଫୋନ ରିସିଭ କରୁନାହାନ୍ତି। ବର୍ତ୍ତମାନ କଣ ଚାହୁଁଛନ୍ତି ଯୋଉ କାମ ହଉଛି କଣ ଚାହୁଁଛନ୍ତି ଏ କାମଟି କେତେ ଦିନ ହେଲା ଆରମ୍ଭ ହେଲାଣି ଆଉ ଏ ଗତକାଲିଠୁ କାମ ଆରମ୍ଭ ହେଇଛି। ଆଜି ବି କାମ ଚାଲିଛି ଆଜି ବି ମାନେ ଯେଇ ନାହାନ୍ତି ସେ ମାନେ ଯେଇ କହିବାକୁ ଗଲେ ସେ ମୋଟା ଅଙ୍କର ଅର୍ଥ ନେଇକି ଚୁପ୍ ହେଇକି ବସିଛନ୍ତି। କଣ୍ଟ୍ରାକ୍ଟର ମାନେ ମନମାନି କାର୍ଯ୍ୟ କରୁଛନ୍ତି ମାନେ ତାହେଲେ ଯୋଉ ଆମେ ଯୋଉ ଏଇ ଯୋଉ ରାସ୍ତାରେ ଆମେ ମାନେ ମାନେ ସରକାର ଦେଇଛେ କେମିତି ଆମେ ଚଳିବୁ? ଲୋଡ ଗାଡି ହାତରେ ତ ଉଠି ଯାଉଛି ଲୋଡ ଗାଡି ଗଲା ମାନେ ତ କିଛି ରହିବନି। ପାଖାପାଖି ଗୋଟେ ମାସ ବି ଯିବନି ଏଇ ରାସ୍ତା କାମ। ଆମେ ୟା ଉପରେ କଲେକ୍ଟରଙ୍କୁ ଆମେ ଲିଖିତ ଅଭିଯୋଗ କରିବୁ। ତ ୟା ଉପରେ ମାନେ ପୁନଃ ତଦନ୍ତ କରାଯାଉ। ତଦନ୍ତ କରିକି ଆଉ ଥରେ ମାନେ ୟାର କାମ ଠିକ ଭାବରେ କାମ କରିବା ପାଇଁ ଆମେ ଦାବି କରୁଛୁ। ଦେଖନ୍ତୁ ସେ ତାଙ୍କର ମତ ରଖିଥିଲେ ଏବଂ ଆଉ ଜଣେ ଭାଇ ଅଛନ୍ତି ତାଙ୍କୁ ବୁଝିବା ଯେ ଭାଇ ଏ ଯୋଉ ରାସ୍ତାଟି ହଉଛି ବର୍ତ୍ତମାନ ରାସ୍ତାଟି ଠିକରେ ହଉଛି ନା କେମିତି କଣ ହଉଛି କଣ କହିବେ? ଅତି ନିମ୍ନମାନର କାମ ହଉଛି ଯାହାକି ଆପଣମାନେ ନିଜ ଆଖିରେ ଦେଖୁଛନ୍ତି ଯୋଉ ଉପରେ କାମ ହଉଛି ନା ନିଜେ ଯଦି ବାଇକରେ ଗଲେ ବି ପିଚୁଟା ଉଠି ଯାଉଛି ତାହେଲେ କାମଟା କଣ କେମିତି କାମ ହେଇଛି? ପିଚୁ ବି ଭଲ ଭାବେ ଦିଆ ହେଇନି ତାପରେ ଯୋଉ ଚିପ୍ସ ଦିଆ ହେଇଛି ତାକୁ ଇଞ୍ଚେ ବି ହଉନି ତେଣୁ ବହୁ ଏତେ ଖରାପ କାମ ହେଇଛି ଯେ ଏଇ ଯୋଉ ରାସ୍ତାଟି ହଉଛି ଗୋଟିଏ ଜାଗାରେ ଏମିତି ହେଇଛି ନା ସବୁଆଡେ ଏମିତି କାମ? ସବୁଆଡେ ଟିକେ ଟିକେ ଏମିତି ଫାଟି ଫାଟି ଯାଉଛି ତାପରେ ଆପଣ ତ ଦେଖୁଛନ୍ତି ଆଉ କଣ ଅଧିକା କଣ କହିବି? ଆପଣ ମାନେ ହଉଛନ୍ତି ପ୍ରତ୍ୟକ୍ଷ ଆଜ୍ଞା ଯୋଉ ପିଚୁଟି ହବା କଥା ପିଚୁ ତ ଯେତେବେଳେ ରାସ୍ତାଟି ପିଚୁ ପଡୁଛି ପିଚୁ ଉପରେ ଗୋଟେ ଅଠା ପେଷ୍ଟ ପଡିବା କଥା ଆଜ୍ଞା ସେ ପେଷ୍ଟଟା ପଡୁଛି ନା ପଡୁନି? ନାଇଁ କିଛି ପଡୁନି ଦେଖୁଛନ୍ତି ପୁରା ଡଷ୍ଟ ଗୁଣ୍ଡ ପଡିଛି ଡଷ୍ଟ ଗୁଣ୍ଡ ତା ଉପରେ ପିଚୁ ପକା ହଉଛି। ଏଇଟା ରାସ୍ତା ଏତେ କୋଟି କୋଟି ଟଙ୍କାର ରାସ୍ତା ପାଇଁ ଆସୁଛି ଦେଖିଲା ବେଳକୁ କଣ୍ଟ୍ରାକ୍ଟର ଏମିତି ଜଙ୍ଗଲ ଏରିଆ ତେଣୁ ଆଦିବାସୀ ଲୋକ ଯେହେତୁ ବସବାସ କରୁଛନ୍ତି ତେଣୁ କହିବାକୁ ଏଠି କେହି ନାହାନ୍ତି। ଆଉ ପ୍ରଶାସନ ଯୋଉ ସରକାର ଦାୟିତ୍ୱ ଦେଇଛନ୍ତି ଦେଖିବା ପାଇଁ କିନ୍ତୁ ସେଇ ସରକାର ବି ଏଇଠି ଆସିବା ପାଇଁ ମାନେ ତାଙ୍କୁ କଣ କେମିତି କରିଦେଇଛନ୍ତି ଚୁପ୍ କରିଦେଇଛନ୍ତି ଆଉ ଦେଖିକିରି ତଦନ୍ତ କରିବା ବି ତାଙ୍କ ପକ୍ଷେ ସକେପ ହଉନି। ଠିକାଦାର ଯିଏ କରୁଛନ୍ତି ଠିକାଦାର କରୁଛନ୍ତି କାମାକ୍ଷା ନଗର ଆଜ୍ଞା କାମାକ୍ଷା ନଗର। ଆଜ୍ଞା।
ଦେଖନ୍ତୁ ସେ ତାଙ୍କର ମତ ପ୍ରକାଶ କରୁଥିଲେ ଯେ ଯୋଉ ଠିକାଦାର ଅଛନ୍ତି ଯେହେତୁ ସେ ଲୋକାଲର ଠିକାଦାର ତେଣୁ ମନ ଇଚ୍ଛା ତାଙ୍କର କାର୍ଯ୍ୟ କରୁଛନ୍ତି ଏବଂ ଯାହା ଫଳରେ କାଲି ପିଚୁ ପଡୁ ପଡୁ ଆଜି ପିଚୁ ଉଠିଗଲାଣି। କିନ୍ତୁ ସବୁଠୁ ବଡ ଇଏ କଥା ହଉଛି ଓଡିଶାର ପ୍ରତ୍ୟେକ ଜାଗାରୁ ଯେକୌଣସି ଜାଗାରେ ପିଚୁ କାମ ହଉଛି ପ୍ରାୟତଃ ଦେଖିଥିବେ ଗଣମାଧ୍ୟମରେ ଖବର ବାହାରୁଛି ଯେ ପିଚୁ ଉଠି ଯାଉଛି କିନ୍ତୁ ଆଜି ଏହାର ବାସ୍ତବ ଚିତ୍ର କାମାକ୍ଷାନଗର ବ୍ଲକର ତୁମୁସିଙ୍ଗା ପଞ୍ଚାୟତ ମହୁଲନଗର ଏବଂ ଫିଲ୍ଡ ସାହି ଆଉ ରଘୁଆ ବିଲର ଏ ଦୃଶ୍ୟ ଦେଖନ୍ତୁ ରାସ୍ତାଟି 24 ଘଣ୍ଟା ନ ପୂର୍ବରୁ ଯେତେବେଳେ ପିଚୁ ଉଠି ଯାଉଛି ସେତେବେଳେ ତାର ଭବିଷ୍ୟତ କଣ ୟା ଉପରେ ସରକାର ନିଶ୍ଚିନ୍ତ ନଜର ରଖନ୍ତୁ ଏବଂ ଯିଏ ଅଛନ୍ତି ଅଧିକାରୀ ସେ ନିଜେ ଆସି ଏହାର ଯୋଉ ତର୍ଜମା କରନ୍ତୁ ଏବଂ ଯଦି କିଛି ଭୁଲ ଥାଏ ଏଥିରେ ଆଉ ଥରେ କାମକୁ ଠିକାଦାରଙ୍କୁ କହି ସେ ତାଙ୍କର କାମ ତ୍ୱରାନ୍ୱିତ କରନ୍ତୁ। କାମାକ୍ଷାନଗରରୁ ଫଣୀଭୂଷଣ ମହାକୁଡ ବଡ ଖବର।